ମୋ ପୁଅ ଯେମିତି ମରିଛି ମୋ ପୁଅକୁ ଯେମିତି ସେ ମାରିଛି କାଲୁ ବାଲୁ କରିକିରି କାନ ମୁଣ୍ଡା ଫୁଲି ଯାଇଛି ଏଇଟାଇ କରେଣ୍ଟ ଦେଇଛି ପିତେ ସବୁ ଫୁଲିଛି ନେଇକି ବରଫ ଭିତରେ ପୁରେଇକିରି ପଳେଇ ଯାଇଛି କୁଆଡ଼କୁ। ମୋ ଭାଇଙ୍କୁ ତ ମୋ ଭାଉଜ ତା ପୁରୁଷ ବନ୍ଧୁ ମିଶିକିରି 16 ତାରିଖ ଦିନ ତାକୁ ମାରି ଦେଇଥିଲେ। ଆଜି ତାର ଦଶା କର୍ମ ଥିଲା। ଆମର ସବୁଯାକ ପୁରୁଷ ଯେତିକି ସବୁ ଆମ ଘର ସବୁ ଅଛନ୍ତି ସମସ୍ତେ ଦଶା କର୍ମ କରିବାକୁ ପଳେଇଥିଲେ। ସେ ଅଚାନକ ଦିଟା ଗାଡ଼ିରେ ପୁରା ଲୋକ ଫୁଲ ହେଇକି ଆସିଛନ୍ତି। 15 ଜଣରୁ ଅଧିକା ଏବେ ବି କମିବେନି ଆସିଛନ୍ତି। ତା ମାମୁଁ ତା ମାଉସୀ ପୁଅ ତା ଭାଇ ଆଉ ତା ନିଜ ମା ଆଉ କେତେ ସ୍ତ୍ରୀ ଲୋକ ଆଉ 10-15 ମାନେ 5-10 ଜଣ ଭଳିଆ ପୁଅ ପିଲା ଆମେ ତାଙ୍କୁ ବି ଠିକ୍ସେ ଚିହ୍ନିନୁ। ସମସ୍ତେ ଆସିଛନ୍ତି। ଆମେ ଯେହେତୁ ମୁଁ ବି ଘରେ ନଥିଲି ମୁଁ ଘର ଭିତରେ ଥିଲି ବାହାରେ ନଥିଲି। ମା ଯେତେବେଳେ ଦୌଡ଼ିକି ଆସିକି କହିଛନ୍ତି ତୁ ମୋ ପୁଅଟାକୁ ମାରିଦେଲୁ ଏତିକି କହିଲା ଭିତରେ ମୋ ମାଆକୁ ଘୋଷାଡ଼ି ହେଇଲୋ ବୁଢ଼ୀ ତୁ କ'ଣ ପାଇଁକି ଏଫଆଇଆର ଆମ ନାଁରେ ଦେଇଛୁ କହି ତାକୁ ଘୋଷାଡ଼ି ତଳେ ପକେଇ ସେ ଚିଲେଇକି ଡାକିଲା। ମୁଁ ଦୌଡ଼ିକି ଆସିଲା ମୋ ବୋଉକୁ ମାରୁଛନ୍ତି। ମୁଁ ଯେତେବେଳେ ତାକୁ ଧରେ ଅଟକାଏ ମୋତେ ମାରିକି ଦେଖ ମୋର ନଖ କେମିତି ମାଡ଼ ହେଇଛି ଭାଙ୍ଗିଛନ୍ତି ଏ ସବୁ ମାରି ମୋତେ ହାତ ଛାଟିକି ଗାଡ଼ିରେ ବସେଇକି ନେଇକିରି ପଳେଇ ଗଲେ। ମୋ ପିଇସି ପୁଅକୁ ବାଡ଼େଇବାକୁ ଯେତେ ବାହାରିଛନ୍ତି ଗୋଟେ ପାର ତା ଦେହରେ ବଇଛି ଆଉ ଗୋଟେ ପାର ପକେଇଲା ବେଳକୁ ପିଇସି ପୁଅ ସାଇଡ଼ ହେଇଗଲା ଯେମିତି ତାଙ୍କ ଗାଡ଼ିରେ ବସିଲା କାଚ ଭାଙ୍ଗିଲା ତାଙ୍କର। ଆମ ପିଇସି ପୁଅକୁ ଧକ୍କା ଦେଇ ତା ବେକରୁ ଚେନ୍ ତା ଆଙ୍ଗୁଳି ମୁଦି ସବୁ ଛଡ଼େଇ ଛାଡ଼େଇ ତାକୁ ନେଇକିରି ସବୁ ଫେରା ମାରଣାସ୍ତ୍ର ଆଣିଥିଲେ। ସେ ବନ୍ଧୁକ ନେଇକି ଆସିଥିଲେ। ଆମେ ତ ଡାକ ପକେଇଲା ଗାଁ ଲୋକ ଆସିଲା ବେଳକୁ ସବୁ ଦିଟା ଗାଡ଼ିରେ ବସିକି ଫେରାର ହେଇଗଲେ। ଆମେ ଅଟକେଇ ପାରିଲୁନି ଯେହେତୁ ଆମ ଘର କେହି ପୁରୁଷ ନଥିଲେ ସବୁ ତୁଠରେ ଥିଲେ ଆମ ପାଖରେ କିଛି ଉପାୟ ନଥିଲା। ଆମେ ଉପାୟ ଶୂନ୍ୟ ହେଇଯାଇଥିଲୁ। ଗାଁ ଲୋକ ତ ଶୁଣିକି ଦୌଡ଼ିକି ଆସିଲା ବେଳକୁ ସେମାନେ ପଳେଇଗଲେ। ଆଉ ଚାହୁଁଛୁ ଆଜ୍ଞା ସେ ବୋହୂକୁ ଆରେଷ୍ଟ କରାଯାଉ ତାର ସାଙ୍ଗରେ ଯେଉଁମାନେ ଥିଲେ ସମସ୍ତଙ୍କୁ ଆରେଷ୍ଟ କରାଯାଉ। ସେ ପୁରୁଷ ବନ୍ଧୁକୁ ଆରେଷ୍ଟ କରାଯାଉ। ମୋ ଭାଇକି ନ୍ୟାୟ ମିଳୁ ଆମକୁ ନ୍ୟାୟ ମିଳୁ। ଏପର୍ଯ୍ୟନ୍ତ ପୋଲିସ ଚୁପ୍ ହେଇକି ବଇଛି। IIC ଠାରୁ ଆରମ୍ଭ କରି ସମସ୍ତେ ବାଲେଶ୍ୱରର ସମସ୍ତେ ଚୁପ୍ ହେଇକି ବଇଛନ୍ତି। 10 ଦିନ ବିତିଗଲାଣି ଆଜି ପର୍ଯ୍ୟନ୍ତ ସେ ଆରେଷ୍ଟ ହେଇପାରିଲେ ନାହିଁ। କ'ଣ ପାଇଁ ସବୁ ଚୁପ୍ ହେଇକି କ'ଣ ପାଇଁ ବଇଛନ୍ତି? କ'ଣ ତାଙ୍କର କ'ଣଟା ଅସୁବିଧା ଅଛି ଆରେଷ୍ଟ କରୁନାହାନ୍ତି ଆସାମିକି? ତା ଭାଇ ତା ମାମୁଁ ତା ମାଉସୀ ପୁଅ କୋଷା ଗୁଣ୍ଡା ସେ ଯେତେବେଳେ ବନ୍ଧୁକ ଆଣିକି ଆସିବା ଭିତରେ ମୋ ମାଇଁକି ମାରିଲା ଭିତରେ ମୁଁ ଗଲା ଭିତରେ ମୋତେ ଗୋଟେ ବାଉଁଶରେ ମାରିଲେ ଯେହେତୁ ପଡ଼ିଗଲି ଗୋଟେ ବନ୍ଧୁକ ଆଣିକି ମାରିଦେବା ଭିତରେ ମୋ ଚେନ୍ଟାକୁ ଗୋଟେ ଝିପି ନେଲା ଭିତରେ ତା ମାମୁଁ କ'ଣ କଲା ନା ମୋ ମୁଣ୍ଡିଟାକୁ ନେଇଗଲା ଭିତରେ ମୋତେ ମାରିଦେବେ ବୋଲି କହିଲା ବେଳକୁ ଗାଁ ଲୋକ ଯେତେବେଳେ ଘେରି ଯାଇଛନ୍ତି ମାନେ ଦୌଡ଼ି ଆଇଲା ବେଳକୁ ମାରିଦେବେ ବୋଲି ତାପରେ କ'ଣ କଲେ ନା ବାଉଁଶରେ ଗାଡ଼ିଟାକୁ ବାଡ଼େଇ ଦେଲେ। ତାଙ୍କ ଗାଡ଼ିଟାକୁ ବାଉଁଶରେ ବାଡ଼େଇ ଦେଲା ପରେ ସବୁ ଗାଁ ଲୋକ ଯେତେବେଳେ ଦୌଡ଼ି ଆଇଛନ୍ତି ଦୌଡ଼ିଲା ବେଳକୁ କଟିଗଲେ। ରିପୋର୍ଟ ଆଜି ପର୍ଯ୍ୟନ୍ତ ଆସିନାହିଁ। 10 ଦିନ ହେଇଗଲାଣି। ମୁଁ IIC ଫୋନ୍ କରୁଛି IIC ରେସ୍ପନ୍ସ କରୁନାହାନ୍ତି। ମୁଁ SPଙ୍କୁ ଦେଖା କରୁଛି SP କହିଛନ୍ତି ମୁଁ ମୋ ଉପରେ ଭରସା ରଖ ମୁଁ ତମକୁ ନ୍ୟାୟ ଦେବି। ଆଉ ଘରେ ଆସି ମାରିଲେଣି ମାନେ ମାରିଦେବେ କେଉଁଠି ଆଉ କ'ଣ ଅଛି? କିଏ ସବୁ ଆସିଥିଲେ? କୋଷା ଗୁଣ୍ଡା ଗୋଟେ ଗାଡ଼ିରେ ତା ମାଉସୀ ତା ମାମୁଁ ଯେଉଁ ମାଉସୀ ପୁଅ ତା ଭାଇ ଆଉ କିଏ ଚିହ୍ନା ଭାଉଜ ବି ନିଜେ ଯାଇଥିଲେ। ଭାଉଜ ଆସିକିରି ମୋ ମାଇଁକି ଘୋଷାଛନ୍ତି ତୁ କାହିଁକି କେସ୍ ଦେଲୁ ନା ଆଉ ଚିହ୍ନିନି। କେତେ ଖଣ୍ଡେ 15 ନା କେତେ 20 ଜଣ ଖଣ୍ଡେ ଆଇଛନ୍ତି। ମାରି ଯାଇଛି। ମୋତେ କହିଲା ହେଇଲୋ ବୁଢ଼ୀ କାହିଁକି ତୁ ଏଫଆଇଆର ଦେଲୁ ଏଇଆ କହିକି ମୋତେ ଘୋଷାଡ଼ିକି ଆଣିକି ଦେଖ ଖଣ୍ଡିଆ ମୁଁ ପଡ଼ିଗଲି। ତାପରେ ମୁଁ ଡାକ ପକେଇବା ମୋ ଝୁଅ ଦୌଡ଼ି ଆଇଲା ମୋ ଝୁଅକୁ ବାଡ଼େଇ ମୋ ଭଣଜା ହାରିକି ଯେମିତି ଦୌଡ଼ିକି ଆଇଛନ୍ତି ସେଠି ଗୋଟେ ବାଉଁଶ ପଡ଼ିଥିଲା ତାକୁ ଟାଣିକି ଆଣି ମୋ ଭଣଜାକୁ ବାଡ଼ିଲା ବେଳକୁ ଶୋଳା ଧୋବା କହିକି ବାଡ଼ିଲା ବେଳକୁ ପାହାର ବସିଗଲା ଗାଡ଼ି ଦିହରେ। ଗାଡ଼ି ଭାଙ୍ଗିକି ପୁରା ଚୁନା ପଛାଡ଼ ମୋ ଭଣଜା ବେକରୁ ଚେନ୍ ଛଡ଼େଇକି ନେଇକି ପୁରା ପଳେଇ ଗଲେ ଗାଡ଼ିକି ଫିଟ୍ କରିକି। ଆଉ କିଏ ଆସିଥିଲେ ସବୁ? ତା ମାଉସୀ ପୁଅ ତା ମାମୁଁ ତା ମା ମୋ ବୋହୂ ତ ଆଗ ଆଉ ମୋ ବେକକୁ ଧରିକି ନୁଗାକୁ ଧରି ଟାଣିକି ଘୋଷାଡ଼ି ପକେଇଦେଲା ପୁରା। ଆଉ ହେଲେ ବୁଢ଼ୀ ମୋ ନାଁରେ କାହିଁକି ଏଫଆଇଆର ଦେଲୁ? ତା ଭାଇ ବି ସେଥିରେ ସମସ୍ତେ ତ ସବୁ ଗୋଡ଼ିଆ ହେଇକି ମୋତେ ପକେଇଦେଲେ ତଳେ ଦୌଡ଼ି ପଳେଇଲେ। ତା ମାଉସୀ ତା ବୋଉ ମାଉସୀ ପୁଅ ମାମୁଁ ଆଉ ସବୁ କେତେ ଲୋକ ଆଇଥିଲେ ଆଉ ସବୁ ମୁଁ ଚିହ୍ନି ନାହିଁ। 15 ଜଣ ଖଣ୍ଡେ ଆଇଥିଲେ ଦିଟା ଗାଡ଼ିରେ ବୋଝେଇ ହେଇକି ଆଉ ଆସିଲେ ତ ମୋତେ ବୁଢ଼ୀ ବୋଲି କହିକି ଟାଣି ନେଲା ବୋହୁ ଆଉ ଟାଣି ନେଇକି ଆପୁଡ଼ି ଝାପୁଡ଼ି ପକେଇ ହେଇଲୋ ବୁଢ଼ୀ କାହିଁକି ଏଫଆଇଆର ଦେଲୁ ଏହା କହିକି ତ ମୋତେ ଟାଣି ମୁଁ ପଡ଼ିଛି। ମୋ ଝୁଅକୁ ଡାକ ପକେଇଲେ ମୋ ଝୁଅକୁ ବାଡ଼େଇ ପକେଇଲା। ଘରେ ସବୁ ଯାଇଥିଲେ ତୁଠୁକୁ ମୁଁ ଜୀବନ ବୁକୁରେ ଡାକିଲା ବେଳକୁ ମୁଁ ପଡ଼ିଯାଇଛି। ମୋତେ ତ ଟାଣିବୁ ତା ଚୁଟିକି ଧରିଲା ବେଳକୁ ଗୋଟେ ମାଉସୀ ପୁଅ ମୋ ହାତକୁ ଛାଟି ଦେଇକି ତାକୁ ଗାଡ଼ି ଭିତରେ ପୁରେଇ ଦେଇକି ନେଇକି ପଳେଇଲେ। ଆଉ ମୋର ନ୍ୟାୟ ଦରକାର ତାକୁ ମାରିଦେବା ଦରକାର। ମୋ ପୁଅକୁ ଯେମିତି ମାରିଛି ତାକୁ ସେମିତି ଜୀବନରୁ ମାରିଦିଅ। ମୋର ନ୍ୟାୟ ଦରକାର। ମୋର ଆଉ କିଛି ଦରକାର ନାହିଁ। ତାକୁ ଜୀବନରୁ ମାରିଦିଅ। ମୋ ପୁଅ ଯେମିତି ମରିଛି ମୋ ପୁଅକୁ ଯେମିତି ସେ ମାରିଛି କାଲୁ ବାଲୁ କରିକିରି କାନ ମୁଣ୍ଡା ଫୁଲି ଯାଇଛି ଏଇଟାଇ କରେଣ୍ଟ ଦେଇଛି ପିତେ ସବୁ ଫୁଲିଛି
ନେଇକି ବରଫ ଭିତରେ ପୁରେଇକି ପଳେଇ ଯାଇଛି କୁଆଡ଼କୁ ମୋର ଗୋଟାଏ ବୋଲିକି ପୁଅ ଠିକ୍ ଅଛି, ଠିକ୍ ଅଛି। କେତେ କଷ୍ଟ କରିକି ଠିକ୍ ଅଛି। ପଳେଇ ଦେଲି। पोस्ट सेंसिटिव मैटर पुलिस लगिकी पोस्टमार्टम रिपोर्ट को हॉस्पिटल आनिबार व्यवस्था करे तार पोस्टमार्टम हमार दिन 2 दिन भितर आसी जाए अनेक केस नजर अच्छे जो दिन पोस्टमार्टम ता पर दिन ही आसी जाए हुए तो पोस्टमार्टम रिपोर्ट पुलिस रिसीव कला लुचिक रखी कौन सी कारण आते बड़े केस रे एत बड़ इश्यू हो केस रे अद्यावधि एक्चुअली जो मन अभियोग रही तार वाइफ और तार बॉयफ्रेंड आपको इमिडिएटली पुलिस अरेस्ट करिया कथा कहीं प्राइमेसी एविडेंसटा आसी जे ताको आत्महत्या करने प्रवर्तैबा ताको बाध्य करवा ताको इमिडिएटली ताको पुलिस अरेस्ट करिया कथा किंतु सहदेवकुंडा पुलिस कहा चापरे चापी ही सेटा ही जनसाधारण ठीक जानी जे पुलिस चुपचाप रही जहाँकि से अपेक्षा करुच्चे किंतु से आंटीसेप्टिव बेल्ट से पाइबे पाइगले बास पुलिस कहीदेला जे पुलिस कहीदे ना आम तो बेल होती आम कौन कर यहाँ ही पुलिस मुख्य उद्देश्य 100% ये केस रे पुलिस निश्चित भाव में जितेबाला केस है प्रथम दिन पुलिस टार नीति पुलिस तदंत खाली नामक मात्र करवा समस्त सहयोग करवा अभियुक्त मानू जामिन एप्लाई करवा जामिन केमती शीघ्र पाइबे सीडी केयर को पठेबे ये सब जिनसटा पुलिस उद्देश्य प्रणीत पूरा जहाँकि कहा चापर से चाप हो प्रथम हूँ अर्थबल आउ कि नुहे आ जो आईसी सहदेवकुंडा रही ये स्पेसिफिक है से तांकर जहाँ ट्राक रेकर्ड भी रही से कौन सी जिनस को गुरुदर्शन नियंती नहीं आउ एटा को गुरुदर्शन नहीं ना कहीं नहीं जहाँ एविडेंस भी रही किंतु पुलिस करने चाहूना जो पुलिस चाहिए जो अरेस्ट करने से कोर्ट कचेरी तो बहुत दूर तो देखो तदंत तो हूँ पुलिस जदि ये जो आईओ जी अच्छा ये केस रे आउ जो आईसी सहदेवकुंडा अच्छा बर्तमान मो मतरे पाखर तदंतटा नहीं कौन सी डीएसपी की एडिशनल रैंकर ऑफिसर को बर्तमान तदंत दायित्व हेल्ले हुई तो से लोक न्याय पाई पार।